ଆଜିର ସମୟରେ ଆମେ ଭାବୁ ଯେ ସମସ୍ତଙ୍କୁ ଉତ୍ତର ଦେଲେ କିମ୍ବା ସମସ୍ତଙ୍କ ପାଇଁ ଉପଲବ୍ଧ ରହିଲେ ଆମର ସମ୍ମାନ ବଢ଼ିବ, କିନ୍ତୁ ବାସ୍ତବତା ଓଲଟା। ଯେଉଁ ଜିନିଷ ସହଜରେ ମିଳିଯାଏ ନା, ଦୁନିଆ ତାକୁ ଶସ୍ତା ବୋଲି ଭାବେ। ଆପଣଙ୍କର ଅତ୍ୟଧିକ ଭଲ ବ୍ୟବହାର ହିଁ ଆପଣଙ୍କର ଅସମ୍ମାନର କାରଣ ସାଜେ। ଆପଣ ଯେତେବେଳେ ସମସ୍ତଙ୍କୁ ଖୁସି କରିବାକୁ ଚେଷ୍ଟା କରନ୍ତି, ସେତେବେଳେ ହିଁ ସମସ୍ତେ ଆପଣଙ୍କୁ ସହଜ ବା ସରଳ ଭାବି ଗ୍ରହଣ କରିନିଅନ୍ତି। ଭାବନ୍ତି ଆମେ କିଛି ବି ଭୁଲ କରୁ, ଇଏ ଆମକୁ କେବେ ଖରାପ ଭାବିବନି। କିନ୍ତୁ ଯେଉଁଦିନ ଆପଣ ଚୁପ୍ ରହିବା ଶିଖିଯିବେ, ଯେଉଁଦିନେ ଲୋକଙ୍କୁ ଆପଣ ଅଣଦେଖା କରିବା ଶିଖିଯିବେ, ଯେଉଁଦିନ ଆପଣ ନା କହିବା ଶିଖିଯିବେ, ସେହିଦିନ ଲୋକ କହିବେ ଏ ଲୋକଟି ଆଉ ଆଗ ଭଳି ନାହିଁ, ବଦଳି ଗଲାଣି। ଯେଉଁଠି ଆପଣଙ୍କ ଶବ୍ଦର ମୂଲ୍ୟ ନାହିଁ, ସେଠାରେ ଆପଣଙ୍କ ନୀରବତା ହିଁ ଶ୍ରେଷ୍ଠ ଅଟେ। ଅଯଥା ଯୁକ୍ତି କରିବା ଅପେକ୍ଷା ଅଣଦେଖା କରିବା ହିଁ ବୁଦ୍ଧିମାନର ଲକ୍ଷଣ। ଇଗ୍ନୋର କରିବାର ଅର୍ଥ ଅହଙ୍କାର ନୁହେଁ, ବରଂ ଏହାର ଅର୍ଥ ହେଉଛି ସେଲ୍ଫ ପ୍ରାୟୋରିଟି। ଯେତେବେଳେ ଆପଣ ଅଯଥା କଥା, ଅଯଥା ଲୋକ ଏବଂ ଆପଣଙ୍କୁ ଛୋଟ ଦେଖାଉଥିବା ବ୍ୟକ୍ତିଙ୍କୁ ଇଗ୍ନୋର କରିବା ଶିଖିଯିବେ ନା, ସେତେବେଳେ ଆପଣଙ୍କର ଏନର୍ଜି ବଞ୍ଚିଯିବ ଏବଂ ସେହି ବଞ୍ଚିଥିବା ଏନର୍ଜିକୁ ନିଜର ଲକ୍ଷ୍ୟ ପଛରେ ଲଗାନ୍ତୁ। ଦେଖିବେ ଯେଉଁମାନେ ଆଜି ହସୁଛନ୍ତି, କାଲି ସେମାନେ ଆପଣଙ୍କୁ ଦେଖିବା ପାଇଁ ଧାଡ଼ି ବାନ୍ଧିବେ। ସତ କଥା କହିବାକୁ ଗଲେ ଆପଣ ଭଲ ହେବାକୁ ଚାହିଁଥିଲେ, କିନ୍ତୁ ଲୋକମାନେ ସେହି ଭଲ ପଣିଆକୁ ଦୁର୍ବଳତା ବୋଲି ଭାବିଲେ। ଆପଣ କଲ୍ କଲେ, ସେମାନେ ଇଗ୍ନୋର କଲେ। ଆପଣ ମେସେଜ କଲେ, ସେମାନେ ସିନ୍ କରି ଚୁପ୍ ରହିଲେ। ତଥାପି ଆପଣ ପୁଣି ଥରେ ସେଇଆ ହିଁ କଲେ। ଆଶା ଆପଣଙ୍କର ଏହା ଥିଲା କି ସିଏ ଆପଣଙ୍କୁ ବୁଝିବେ, ଆଉ ଏଇଠାରେ ହିଁ ଆପଣଙ୍କର ଭୁଲ ରହିଗଲା। ଯିଏ ନିଜ ମୂଲ୍ୟ ଜାଣେ ନାହିଁ, ତାର ମୂଲ୍ୟ କେହି ବୁଝନ୍ତିନି। ଲୋକମାନେ ଭାବନ୍ତି ଇଗ୍ନୋର କରିବା ମାନେ ଅହଙ୍କାର। ବିଲକୁଲ ନୁହେଁ। ଇଗ୍ନୋର କରିବା ମାନେ ନିଜ ସମୟକୁ ସମ୍ମାନ ଦେବା, ନିଜ ମନ ବା ହୃଦୟକୁ ସୁରକ୍ଷା ଦେବା, ଅନାବଶ୍ୟକ ଯନ୍ତ୍ରଣାରୁ ବାହାରି ଆସିବା। ଆମେ ଭାବୁ ତୁରନ୍ତ ଉତ୍ତର ଦେବା ହେଉଛି ବୀରତ୍ୱ, କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ ଇଗ୍ନୋର କରିବାର କଳା ଶିଖନ୍ତୁ। ରାଜସୂୟ ଯଜ୍ଞ ସମୟରେ ଶିଶୁପାଳ ବହୁତ ଭୟଙ୍କର ଗାଳି ଭଗବାନ ଶ୍ରୀକୃଷ୍ଣଙ୍କୁ କରୁଥାନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କୁ ସିଏ କଟାକ୍ଷ କରୁଥାନ୍ତି। ଆଉ ଭଗବାନ ଯଦି ଚାହିଁଥାନ୍ତେ ନା, ମାତ୍ର ପଦେ କଥାରେ ତାଙ୍କୁ ଚୁପ୍ କରିପାରିଥାନ୍ତେ, କିନ୍ତୁ ସେ କ'ଣ କଲେ? ସିଏ ହସିଲେ ଏବଂ ଅଣଦେଖା କଲେ। ସେ ସେହି ସଭାରେ ବସିଥିବା ସମସ୍ତ ମହାରଥୀଙ୍କୁ ଦେଖାଇ ଦେଲେ କି ଯେଉଁ ପର୍ଯ୍ୟନ୍ତ ଆପଣଙ୍କୁ କେହି ପ୍ରଭାବିତ କରିପାରୁନାହିଁ, ସେ ପର୍ଯ୍ୟନ୍ତ ଆପଣ ହିଁ ସବୁଠାରୁ ଅଧିକ ଶକ୍ତିଶାଳୀ। ଶିଶୁପାଳର ଶକ୍ତି ତାର ଗାଳିରେ ନଥିଲା, ବରଂ କୃଷ୍ଣଙ୍କୁ କ୍ରୋଧିତ କରିବା ଉପରେ ଲକ୍ଷ୍ୟ ଥିଲା। କିନ୍ତୁ ଯେତେବେଳେ କୃଷ୍ଣ କ୍ରୋଧିତ ହେଲେ ନାହିଁ, ଶିଶୁପାଳ ନିଜେ ନିଜ ନଜରରେ ଛୋଟ ହୋଇଗଲା। ଚୁପ୍ ରହିବା କେବେ ଦୁର୍ବଳତା ନୁହେଁ, ଏହା ମନର ଶକ୍ତି ଅଟେ। ସିଂହ କେବେ ବିଲୁଆର ଭୋକିବାକୁ ଉତ୍ତର ଦିଏ ନାହିଁ, କାରଣ ସିଏ ବି ଜାଣେ ତାର ଗୋଟିଏ ଗର୍ଜନ ହିଁ ସମସ୍ତଙ୍କ ପାଇଁ ଯଥେଷ୍ଟ। ଇଗ୍ନୋର କରିବା ଏକ କଳା। ଏହାକୁ ଏହି ତିନୋଟି ଉପାୟରେ ପ୍ରୟୋଗ କରନ୍ତୁ। ସମାଲୋଚନାକୁ ଇଗ୍ନୋର କରନ୍ତୁ। ଯଦି କେହି ଆପଣଙ୍କ ପଛରେ ଖରାପ କହୁଛି, ତେବେ ଖୁସି ହୁଅନ୍ତୁ, କାରଣ ଆପଣ ତାଙ୍କଠାରୁ 2 ପାଦ ଆଗରେ ଅଛନ୍ତି। ନକାରାତ୍ମକ ମାନସିକତାଠାରୁ ଦୂରେଇ ରୁହନ୍ତୁ। ଯେଉଁମାନେ ସବୁବେଳେ କୁହନ୍ତି ନା କି ତୋ ଦ୍ୱାରା କିଛି ହେବନି, ସେମାନଙ୍କୁ କଥାରେ ନୁହେଁ, କାମରେ ଉତ୍ତର ଦିଅନ୍ତୁ। ଆବଶ୍ୟକତାଠାରୁ ଅଧିକ ଉପଲବ୍ଧ ରୁହନ୍ତୁ ନାହିଁ। ଯଦି ଆପଣ ପ୍ରତିଟି କଥାରେ ହଁ କହିବେ, ତେବେ ଲୋକେ ଆପଣଙ୍କ ସମୟର ମୂଲ୍ୟକୁ କେବେ ବୁଝିପାରିବେ ନାହିଁ। ନିଜର ଗୋଟିଏ ପର୍ସନାଲ ବାଉଣ୍ଡରୀ ବନାନ୍ତୁ। ଯେଉଁଦିନ ଆପଣ ଇଗ୍ନୋର କରିବା ଆରମ୍ଭ କରିବେ, ସେଦିନ କ'ଣ ହେବ? ପ୍ରଥମତଃ ସେମାନେ କନଫ୍ୟୁଜ ହେଇଯିବେ କି ଇଏ ଆଜି କଲ୍ କାହିଁକି କଲାନି। ତାପରେ ତାଙ୍କର ଇଗୋ ହଟ୍ ହେବ କି ସିଏ ଆଉ ମୋତେ ଭୁଲିଗଲାନି ତ। ତାପରେ କ୍ୟୁରିଓସିଟି, ତାକୁ ବୋଧେ ଆଉ କିଏ ମିଳିଗଲା। ତାପରେ ଶେଷରେ ରେସ୍ପେକ୍ଟ ମିଳିଯିବ ଆପଣଙ୍କୁ। ଯେଉଁଦିନ ଆପଣ ପଛକୁ ହଟିଯିବେ, ତାଙ୍କୁ ଗୁରୁତ୍ୱ ଦେବା ବନ୍ଦ କରିଦେବେ, ସେହିଦିନ ସେମାନେ ଆପଣଙ୍କ ମୂଲ୍ୟ ବୁଝିଯିବେ। ଆଉ ଯଦି ନ ବୁଝିଲେ, ସେତେବେଳକୁ ଆପଣ ନିଜେ ନିଜର ମୂଲ୍ୟ ବୁଝି ଯାଇଥିବେ। ଆପଣ ଏକା ହିଁ ନିଜ ପାଇଁ ଯଥେଷ୍ଟ ହୋଇଯାଇଥିବେ। ଆଜିକାଲି ଗୋଟିଏ ଟ୍ରେଣ୍ଡ ହୋଇଗଲାଣି,
ସିଏ କାହିଁକି ଆମକୁ ଇଗ୍ନୋର କଲା, ତାଙ୍କର କୌଣସି କଥା ଯଦି କଷ୍ଟ ଦେଲା କି ତାଙ୍କ ଉପରେ ରାଗ ଆସିଗଲା, ସାଙ୍ଗେ ସାଙ୍ଗେ ଆମେ ତାକୁ ବ୍ଲକ୍ କରିଦେଉ। ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ କିମ୍ବା ଫେସବୁକରେ ଷ୍ଟୋରି ବା ଷ୍ଟାଟସ୍ ଛାଡ଼ିଦେଉ। କିଛି ଲାଭ ହୁଏ କି? ନା, ଲାଭ କିଛି ବି ହୁଏନି। ବରଂ ଓଲଟା ସିଏ ଏହା ଭାବି ଖୁସି ହୁଏ, ଯାହା ହେଉ ତା ଜୀବନରେ ଏବେ ବି ମୋର ମହତ୍ଵ ରହିଛି। କାଲି ତାକୁ ମନେଇଲେ ବୋଧହୁଏ ସେ ପୁଣି ମାନିଯିବ। ଆଉ ସେ ଏପରି ବାରମ୍ବାର ଆପଣଙ୍କୁ ଇଗ୍ନୋର କରି ଚାଲିବ, ଆପଣଙ୍କୁ ଆଘାତ କରି ଚାଲିବ, ଆଉ ବାରମ୍ବାର ସରି କହି ପୁଣି ଆପଣଙ୍କୁ ମନେଇ ବି ଚାଲିଥିବ। କାରଣ ଆପଣଙ୍କ ସରଳତା ବିଷୟରେ ଆପଣଙ୍କ ଠାରୁ ଅଧିକ ସିଏ ଜାଣନ୍ତି। ପ୍ରକୃତରେ ଆପଣ ତାଙ୍କୁ ବାରମ୍ବାର ସୁଯୋଗ ଦେଇ ନିଜର ସରଳତା ବା ଦୁର୍ବଳତା ଜଣାଇଥାନ୍ତି। ସେଥିପାଇଁ ଇଗ୍ନୋର କରିବାର ସଠିକ ଉପାୟ, ରାଗରେ ବ୍ଲକ୍ କରନି, ଷ୍ଟାଟସରେ ପେନ୍ ଦେଖାଅନି, ଫେକ୍ ହାପିନେସ୍ ଦେଖାଇବାକୁ ଚେଷ୍ଟା କରନି। ଶାନ୍ତ ରୁହ, କାମରେ ବିଜି ରୁହ, ନିଜ ଲାଇଫକୁ ବିଲ୍ଡ କର। ଯେଉଁଦିନ ଇଗ୍ନୋର କରିବା ଶିଖିଯିବେ ନା, ସେହିଦିନ ଆପଣ ପୁରାପୁରି ବଦଳିଯିବେ। ଆପଣ ଆଉ ସବୁ କଥା ଏକ୍ସପ୍ଲେନ୍ କରିବା ଦରକାର ପଡ଼ିବ ନାହିଁ। ସବୁ କଥା ତାକୁ ପ୍ରୁଭ୍ କରିବା ଦରକାର ପଡ଼ିବ ନାହିଁ। କାରଣ ଆପଣ ବୁଝିଯିବା ଆବଶ୍ୟକ ଯେ ପ୍ରକୃତରେ ବୁଝିବାକୁ ଯିଏ ଚାହିଁବ ତାକୁ ଏକ୍ସପ୍ଲେନେସନ୍ କେବେ ଦରକାର ପଡ଼ିବ ନାହିଁ। ସମସ୍ତଙ୍କୁ ବୁଝେଇବା ଛାଡ଼ନ୍ତୁ, ବାସ୍ ନିଜକୁ ବୁଝିବା ଆରମ୍ଭ କରିଦିଅନ୍ତୁ। ଇଗ୍ନୋର କରିବା ଦ୍ୱାରା ଆପଣ କାହାକୁ ହରାଉ ନାହାନ୍ତି, ବରଂ ଇଗ୍ନୋର କରିବା ଦ୍ୱାରା ଆପଣ ନିଜକୁ ପାଉଛନ୍ତି। ଯେଉଁଦିନ ଆପଣ ନିଜକୁ ପାଇଯିବେ, ସେହିଦିନ ସମସ୍ତେ ଆପଣଙ୍କୁ ପାଇବାକୁ ଚାହିଁବେ। ଯିଏ ଆପଣଙ୍କ ଆବସେନ୍ସକୁ ଫିଲ୍ କରେନି, ସିଏ ଆପଣଙ୍କ ପ୍ରେଜେନ୍ସକୁ କେବେ ରେସ୍ପେକ୍ଟ କରିବନି। ଯେଉଁଠି ଆପଣଙ୍କର ଉପସ୍ଥିତିର କୌଣସି ମୂଲ୍ୟ ନାହିଁ, ସେଠାରେ ଆପଣଙ୍କର ଅନୁପସ୍ଥିତି ରହିବା ହିଁ ବେଟର ହେବ। କେହି ଜଣେ ଇଗ୍ନୋର କରୁଛି ବୋଲି ଦୁଃଖ କରନି। ମନେ ରଖନ୍ତୁ, ଦୁନିଆରେ ଶସ୍ତା ଜିନିଷକୁ ଲୋକେ ବେଶୀ ଗୁରୁତ୍ୱ ଦିଅନ୍ତି, କିନ୍ତୁ ମୂଲ୍ୟବାନ ଜିନିଷ ପାଖରେ ପହଞ୍ଚିବା ସମସ୍ତଙ୍କ ପାଖେ ସମ୍ଭବ ହୁଏନି। ହୀରାର ପରଖ କେବଳ ଜଣେ ଜହରି କରିପାରେ, କବାଡ଼ିଆ ବାଲା ନୁହେଁ। ଆପଣଙ୍କ ମୂଲ୍ୟ ସେମାନେ ବୁଝିପାରିବେ ଯେଉଁମାନଙ୍କର ନିଜର ମୂଲ୍ୟ ଅଛି। ନୀରବ ରହି ପରିଶ୍ରମ କରିବା ଶିଖିଯାଆନ୍ତୁ। ଦେଖିବେ ଯେଉଁମାନେ ଆପଣଙ୍କୁ ଇଗ୍ନୋର କରୁଛନ୍ତି, କାଲି ସେମାନେ ଆପଣଙ୍କ ସହ କଥା ହେବାକୁ ଅପେକ୍ଷା କରିବେ। ପ୍ରେମ ହେଉ କି ବନ୍ଧୁତା, ଯଦି କେହି ଆପଣଙ୍କୁ ଇଗ୍ନୋର କରୁଛି, ତେବେ ଜବରଦସ୍ତି ତାଙ୍କ ଜୀବନରେ ରୁହନ୍ତୁ ନାହିଁ। ନିଜର ଆତ୍ମସମ୍ମାନ ନେଇ ସେଠାରୁ ଚୁପଚାପ ଦୂରେଇ ଯାଆନ୍ତୁ। ଭୁଲ କାହାର ନଥାଏ, ସବୁ ସମୟର ଖେଳ। କାଲି ଯିଏ ଆମକୁ ନିଜର ବୋଲି ଭାବୁଥିଲା, ଆଜି ସେ ଅଜଣା ହୋଇ ଇଗ୍ନୋର କରିବାକୁ ଭଲ ପାଉଛି। ଠିକ୍ ଅଛି, କାଲି ମୋର ବି ସମୟ ଆସିବ, ଆଉ କାଲି ମୁଁ ନୁହେଁ, ତାକୁ ମୋର ସମୟ ଉତ୍ତର ଦେବ। ସମ୍ପର୍କ ସେତିକି ବେଳେ ଭାଙ୍ଗିଯାଏ ଯେତେବେଳେ ଗୋଟିଏ ପକ୍ଷରୁ ଭଲ ପାଇବା ଏବଂ ଅନ୍ୟ ପକ୍ଷରୁ କେବଳ ଅବହେଳା ମିଳିଥାଏ। ଯାହାକୁ ଆପଣ ନିଜଠାରୁ ଅଧିକ ଗୁରୁତ୍ୱ ଦେବେ, ସିଏ ଆପଣଙ୍କୁ ଦିନେ ନା ଦିନେ ନିଶ୍ଚୟ ଇଗ୍ନୋର କରିବେ। ଏହା ହିଁ ଦୁନିଆର ପୁରୁଣା ନୀତି। ଇଗ୍ନୋର କରିବା ଶିଖିଯାଆନ୍ତୁ, କାରଣ ଇଜ୍ଜତ କେବେ ଭିକ୍ଷାରେ ମିଳେନି। ଆପଣ ଦେଖନ୍ତୁ, ଅବଦୁଲ କଲାମ, ରତନ ଟାଟା, ମହାତ୍ମା ଗାନ୍ଧୀ, ସେମାନେ କ୍ରିଟିସିଜମ୍ ଖାଇ ମଧ୍ୟ କେବେ ବି ଆର୍ଗ୍ୟୁ କରିନାହାନ୍ତି। ସେମାନେ ସ୍ୱପ୍ନ ଦେଖିଥିଲେ, ସ୍ୱପ୍ନ ପାଇଁ କାମ କରିଥିଲେ ଏବଂ ସଫଳ ହୋଇକି ଦେଖେଇଲେ। ମନେ ରଖନ୍ତୁ, ଦୁନିଆ ସେଇମାନଙ୍କୁ ଇଜ୍ଜତ ଦିଏ ଯେଉଁମାନେ ନିଜକୁ ଇଜ୍ଜତ ଦିଅନ୍ତି। ଯେଉଁଦିନ ଆପଣ ଅଯଥା ଜିନିଷକୁ ଇଗ୍ନୋର କରିବା ଶିଖିଯିବେ, ସେହିଦିନ ଠାରୁ ଆପଣଙ୍କ ବ୍ୟକ୍ତିତ୍ୱ ଚମକିବାକୁ ଲାଗିବ। ଯଦି କାହା ସହ କଥା ହେବା ବନ୍ଦ ହୋଇଯାଇଛି, କିନ୍ତୁ ସିଏ ବାରମ୍ବାର ମନେ ପଡୁଛି, ଏହି କାମ ଜାଣି ଶୁଣି ନିଶ୍ଚୟ କର। ଦେଖିବ ସିଏ ଫେରିବା ପାଇଁ ଆପଣଙ୍କ ଆଗରେ ଭିକ ମାଗିବ। ଯେତେବେଳେ କେହି ଆମକୁ ଛାଡ଼ିକି ଚାଲିଯାଏ, ଆମେ ତାକୁ ବାରମ୍ବାର କଲ୍ କରୁ, ମେସେଜ କରୁ, କିନ୍ତୁ ଏହା ଆମର ପାଗଳାମି ହୋଇଥାଏ। ଆଉ ଆମର ଏହି ପାଗଳାମି ତାଙ୍କୁ ଜଣାଇ ଦିଏ ଯେ ଆମେ ତାଙ୍କ ବିନା ବଞ୍ଚି ପାରିବାନି। ଆଉ ଏଇଠି ଆପଣ ନିଜର ସମ୍ମାନ ହରାଇଥାନ୍ତି। ତେଣୁ ଆଜିଠାରୁ ଏହି ଗୋଟିଏ କାମକୁ ଜାଣିଶୁଣି କରନ୍ତୁ, ସମ୍ପୂର୍ଣ୍ଣ ଗାୟବ ହୋଇଯାଆନ୍ତୁ। ନୋ କଣ୍ଟାକ୍ଟ ରୁଲ୍। ତାଙ୍କୁ ଲାଗୁଥିବ କି ଆପଣ ତାଙ୍କୁ ଝୁଳି ହେଉଥିବେ, କିନ୍ତୁ ଯେତେବେଳେ ଆପଣ ନିଜ କାମରେ ବ୍ୟସ୍ତ ରହିବେ,
ନିଜକୁ ଆଗ ଅପେକ୍ଷା ଅଧିକ ସୁନ୍ଦର ଏବଂ ସଫଳ କରିବା ପଛରେ ଲାଗିବେ, ସେତେବେଳେ ତାଙ୍କର ଇଗୋରେ ବାଜିବ। ମଣିଷର ପ୍ରକୃତି ହେଉଛି ଯିଏ ତାକୁ ଗୁରୁତ୍ୱ ଦିଏନି ସେ ତାରି ପଛରେ ଦୌଡ଼ିଥାଏ। ଯେଉଁଦିନ ଆପଣ ନିଜକୁ ଭଲ ପାଇବା ଶିଖିଯିବେ, ସେହିଦିନ ସେହି ଅଭିମାନୀ ମଣିଷଟି ନିଜର ଭୁଲ ବୁଝିବ। ଆପଣଙ୍କର ଗୋଟିଏ ଝଲକ ପାଇବା ପାଇଁ ସେ ଛଟପଟ ହେବ। ସେଥିପାଇଁ ଆଜିଠାରୁ ଶପଥ ନିଅନ୍ତୁ ଏବଂ କମେଣ୍ଟରେ ଲେଖନ୍ତୁ, ମୁଁ ପ୍ରଥମେ ନିଜକୁ ଯୋଗ୍ୟ କରିବି। ପ୍ରେମରେ ପାଗଳ ତ କେହି ବି ହୋଇପାରେ, କିନ୍ତୁ ନିଜକୁ ଯୋଗ୍ୟ କରିବାକୁ ପାଗଳ ଖୁବ୍ କମ୍ ଲୋକ ହୁଅନ୍ତି। ଆଉ କେବଳ ସେଇମାନେ ହିଁ ସଫଳ ହୋଇ ସମସ୍ତଙ୍କ ଆଗରେ ରୁହନ୍ତି। ଭଲରେ ରୁହନ୍ତୁ, ନିଜର ଯତ୍ନ ନିଅନ୍ତୁ। ଏହା ଥିଲା ମୋର ଏ ବର୍ଷର ଶେଷ ମେସେଜ। ପୁଣି ଦେଖା ହେବ ଆର ବର୍ଷ। ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ, ଧନ୍ୟବାଦ।